श्री गणेशाय नमः। नमस्कार बंधुगण, जय जगन्नाथ। आसंतो बैशाख मासरे आरंभ करवा बैशाख महात्म्य। किछि समय हेउ पछे निश्चय शुणिबे। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। सप्तविंश अध्याय। श्रीसूत उवाच हेमंत सुत देव भणी सुणस कृत नृपमणि बैशाख धर्म जे करई से जम दंडु पार होई बैशाख मध्य श्रेष्ठ जान अक्षय तृतीयार दिन जोगाद्य तिथि ताकु कही सत्य जुगरे आद्य से दिन कले अल्प दान हुई पर्वत समान से दिन श्राद्ध जे करई सप्त पुरुष उद्धारई से दिन ब्राह्मण भोजन श्रद्धारे करन्ति जे जन सहस्र बरस पर्यन्ते से भोग करे स्वर्ग पथे तदन्ते नर देह पाई बड़ लोकर जन्म होई कुबेर प्राय लभे धन बढ़ई रथ गजमान पेताकु आलट ढाळई केतार पाद मञ्चाळई शुणी करई नाना धर्म धर्मरु उपजई कर्म हेमंते कीर्तिवंत होई नानादि कीर्तन करई पुणे बसई वैकुंठरे पुणे संसारे बिहरे एबे हो शुण नरनाथ पूर्वे जे थिला बलि दैत्य असुर कोले जन्म होई विष्णुर भकत टई मुखरे चारि वेद भणे दान से दियई ब्राह्मणे दरिद्र दुखी जेउ नर ताहाकु करई आदर पूजई वैष्णव मानंकु
अर्चना करई देवंकु करई बैशाख स्नान पाळई एकादशी धर्म कार्तिक माघ करे व्रत नित्य शुणई भागवत बसी अनेक तप करी जलप वन थय करी तपरे ब्रह्मांको तोषिला अभय बरसे पाइला दिनकु दिन बलियार प्रतापी नाम नृप बर ताहार प्रताप देखिण आसी मेलिले दैत्य गण जे जणे तिने पूरे थिले बलिकी आसीण खटिले धर्मे बलिष्ठ बलि हेला स्वर्गपुर को धाड़ी देला से बलि दिग विजे करी मिलिले नागराजा पुरी संघारे एते नाग बल बासुकी होइले विकल एमंते केते काल गला बलिए कांग राजा हेला देवता असुर मिलिले क्षीर समुद्र को मंथिले पुणी केते काल गला से बलि मने विचारिला बोइला मुहे यज्ञ करी स्वर्गे होइबि दंडधारी बलिए मंत विचारिला इंद्रपद को इच्छा कला ऋषि देवता विप्र करी आहुति देला दंडधारी से यज्ञ करन्ते अग्निर स्वर्गे कंपिला सोना शिर इंद्रर विकल जाणिण आपणे प्रभु नारायण कश्यप ऋषिर वीर्यरे जन्मिबा मन अवतारे बलिर यज्ञशाळे जाई आपणे प्रभु भावग्राही मिलिले यज्ञ द्वारे जाई वेद को किळसरे गाई पढ़िले बामन ब्राह्मण बलिर कंपिला सन देख बलिर भाग्य फल विष्णु को
ନେଲା ଯଜ୍ଞଶାଳ ପୂଜିଲା ଗନ୍ଧ ପୁଷ୍ପ ଦେଇ ଉତ୍ତମ ଆସନେ ବସାଇ ତ୍ରିପାଦ ଭୂମି ବିଷ୍ଣୁ ହସ୍ତେ ଦେଲା ସେ ବଳି ନୃପନାଥେ ଦେଖ ଅଦ୍ଭୁତ ବଳି କର୍ମ ନାଭି ପଦ୍ମରୁ ପାଦ ଜନ୍ମ ଅଦ୍ଭୁତେ ବାହାର ହୋଇଲା ତା ଦେଖି ବଳି ନିସ୍ତରିଲା ସେ ପାଦ ହୁଅନ୍ତେ ବାହାର ବଳି ପାତିଲା ନିଜ ଶିର ମନେ ନିମଗ୍ନ ଚିତ୍ତ ହେଲା ଆନନ୍ଦ ସାଗରେ ବୁଡ଼ିଲା ବୋଇଲା ଦେବ ଚକ୍ରଧର ମୋଠାରେ ଅନୁଗ୍ରହ କର ମୁଛାର ମୂଢ଼ ଦୈତ୍ୟ ଜାତି ଏ ପାଦେ ନ ଲଭି ଭକତି ଏତେ କହୀଣ କ୍ରୋଧ ଭର ହୋଇଲା ବଳି ନୃପବର ବୋଇଲା ମୋତେ କର ତ୍ରାହି ହେ ନାଥ ବ୍ରହ୍ମାଣ୍ଡ ଗୋସାଇଁ ଜାଣିଲେ ବଳି ରାଜା ମନ ଆନନ୍ଦେ ପ୍ରଭୁ ଭଗବାନ ବୋଇଲେ ତ୍ରୈଲୋକ୍ୟ ଠାକୁର ଶୁଣ ହେ ବଳି ଦୈତ୍ୟ ବୀର ପାତାଳେ ଉତ୍ତମ ଭୁବନ ଅଛଇ ସ୍ଥାନରେ ପ୍ରଧାନ ସେ ପୁର ହୋଇଲା ତୋହର ତୁହି ନିଶ୍ଚିନ୍ତେ ଭୋଗ କର ବୈକୁଣ୍ଠ ଭୁବନ କୁଶରୀ ଅଟଇ ଜାଣ ସେହି ପୁରୀ ଦେବ ସ୍ୱରୂପ ତୁହି ଧର ସେ ପୁରେ ଆନନ୍ଦେ ବିହର ଭୁଞ୍ଜ ତୁ ସ୍ୱର୍ଗର ସମ୍ପଦ ଅନ୍ତେ ମୁଁ ଦେବି ଇନ୍ଦ୍ର ପଦ ଏ ପୁରେ ରହି ଦିନ କେତେ ଇନ୍ଦ୍ର ହୋଇବୁ ସ୍ୱର୍ଗ ପଥେ ଏମନ୍ତ କହି ନାରାୟଣ ବଳିକି ଚାପି ପାତାଳେଣ ଅଭୟ ବର ତାକୁ ଦେଇ ରଖିଲେ ଇନ୍ଦ୍ର ପଦ ପାଇଁ ସେଦିନ ଇନ୍ଦ୍ର କୋପ ଭରେ ବଳି ଉପରେ ହିଂସା କରେ ଇନ୍ଦ୍ର ଯେ କରଇ ବିଚାର ବଳିର ଉପରକୁ
ସର ଘଡ଼ି ଘଡ଼ି ଯେ ବ୍ରଜ ସୂଚି ବିନ୍ଧଇ ବଳି କିଆ ମଞ୍ଚି ସେ ବଳି ଅଟେ ବୈଷ୍ଣବ ଇନ୍ଦ୍ରର ଯେତେ ପରାଭବ ସେ ତାହା କିଛି ନ ଜାଣଇ ବିଷ୍ଣୁର ନାମ ଜପୁଥାଇ ଏମନ୍ତେ କେତେ ଯୁଗ ଗଲା ନିମେଷ ପ୍ରାୟ କମଣିଲା ଇନ୍ଦ୍ରକୁ ତାହାର କି ଭୀତି ଯାହାର ସାହା ଦାଶରଥୀ ଯେ ରାମ ନାମ ଜପୁଥାଇ ତାହାର ବିପଦ ନଥାଇ ଶୁଣ ସକୃତ ନରନାଥ ବୈଶାଖ ଧର୍ମ ଏଉକତ ଏହା ଯେ ପଢ଼ଇ ଶୁଣଇ ବୈଶାଖ ଧର୍ମ ସେ ଲଭଇ ବୈଶାଖ ମହାତ୍ମ୍ୟ ରସ ଭାବେ ଭଣିଲେ ରାମଦାସ ଶିବ ଶଙ୍କର କର ତ୍ରାହି ଶରଣ ମୁହିଁ ମାଗୁଛଇ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ୟେ ନାରଦ ଅମ୍ବରୀଶ ସମ୍ବାଦେ ବଳିରାଜା ପ୍ରସଙ୍ଗ କଥନେ ନାମ ସପ୍ତବିଂଶ ଅଧ୍ୟାୟ। ଅଷ୍ଟବିଂଶ ଅଧ୍ୟାୟ ରାଜବାଚ ଏମନ୍ତେ ସକୃତ ରାଜନ ବିପ୍ରଙ୍କୁ ପୁଛଇ ବଚନ କହିଲେ ବଳୀନ୍ଦ୍ର କଥା ଶୁଣି ତୁଟିଲା ଭବ ବ୍ୟଥା କହିଲେ ପାପ ପୁଣ୍ୟ ଧର୍ମ ସକଳ ବ୍ରତ ଶ୍ରେଷ୍ଠତମ ପୁରୁଷ ମାନଙ୍କ ଚରିତ ଧର୍ମ କହିଲ ମୋ ଗ୍ରତ ସ୍ତ୍ରୀ କି ଧର୍ମ କି ପ୍ରକାର କହିବା ମୋତେ ବିପ୍ରବର କି ପାପେ ପାନ୍ତି ନର୍କ ଗତି କି ଧର୍ମେ ବୈକୁଣ୍ଠେ ବସନ୍ତି ଶୁଣିଣ ସୁତ ଦେବ କହି ରାଜନ ଶୁଣ ମନ ଦେଇ ସ୍ତ୍ରୀଙ୍କ ଧର୍ମ କଥା ଶୁଣ ଯେ ଧର୍ମ ସଂସାରେ ପ୍ରମାଣ ସ୍ୱାମୀର ଚରଣ ସେବିବ ପତିବ୍ରତା ଧର୍ମ ରଖିବ ହୋଇବ ପତିର ସେବକ ଖାଇବ ନିତ୍ୟ ପାଦୋଦକ ପତି ଯେ ବ୍ରତ ପତି ତୀର୍ଥ ପତି ସେ ଅଟଇ ଯାବତ ଆଗେ ସ୍ୱାକୀ ଭୁଞ୍ଜାଇବ ପଛରେ ଭୋଜନ କରିବ ସ୍ୱାମୀର ଆଜ୍ଞା ନ ମେଣ୍ଟିବ ଚିତ୍ତ ସ୍ୱାମୀର ପାଦେ ଥିବ ସ୍ୱାମୀର ମୁଖ କୃଷ୍ଣ ରସ ଶୁଣିଣ ହୋଇବ ସନ୍ତୋଷ ପରେ କରିବ ଦୟା ଚିତ୍ତ ତୁଳସୀ ସେବାରେ ଉକତ ପ୍ରଭାତେ ସ୍ନାନ ବୈଶାଖରେ ଅଥବା କାର୍ତ୍ତିକ ମାସରେ ସୂଚିମନ୍ତ ଯେ ହୋଇଥିବ କେବେ ହିଂସା ନ ବହିବ
भोजन परसिबा ठारे मने नथिब परापरे केवल लज्जा मात्र धन अन्यरे किबा प्रयोजन तृतीय काल परापरे पूजिब ब्राह्मण तीर्थे तृतीय काल परापते पूजिब ब्राह्मण तीर्थे पति संगते तीर्थ करे पुत्र पौत्री को रखी घरे स्वामीर अंत काल जाणी करिब अग्नि आर पाणी जेबे से नहिब दहिर्य करिब स्वामी प्रेत कार्य तदन्ते एकादशी व्रत पालन करी स्वामी मत जल आहार न करिब रात्रि रे उजागर हेब जागर जाली गुआ घृत बसी शुणिब भागवत द्वादश दिन प्रात काले स्नान करिब तीर्थ जले अतिथि करिब अर्चना कराई अमृत भोजन दक्षिणा देव विप्रवरे देण पड़िब पादरे विप्रंकु जे आज्ञा मागिब तदन्ते पालना करिब एकादशीर पूर्व दिन करिब हविष्य भोजन एमंत करे जेउ नारी बसई बैकुंठपुरी पुणे जन्मई महितल भोग करई बेळु बेळ जे नारी ए कर्म छाड़ई नाना अकर्म आचरई से मले नरक भोग करे पड़ई 84 नरकरे एबे हो शुण नृप बर पूर्वे हो काश्मीर देशर थिला जे विप्रवर काश्मीर देशे तार घर नाम ता वृंदावन पति भारिजा नाम ता मालती से विप्र वेद शास्त्रे गत विष्णुरे अत्यंत भकत सकल जन संगे प्रीति करई वृंदावनपति भार्या को न करे सुहाग मनरे न थाई ताराग भार्याता अति विरहिणी कंदर्प बळे से तरुणी पर पुरुषे चित्त देई काम आरते भ्रम थाई दिने से कला कविचार बस होइबे स्वामी मोर एमंते मिलिबा उद्देश्य स्वामी मोहर हेब बस्य मोहर बोलरे रहिब मु जाहा कहिबि करिब विचार करी एहा चिते मिलिला मालुणी अग्रते ता संगे संबंध बांधिला अनेक विनय कहिला ता शुणी अज्ञानी मालुणी बोइला शुण तू मितणी मोहस्ते अछि जेउ गद खाइले स्वामी खटे पाद विष्ठारे बसाइले बसे आज्ञारे भ्रमे दश दिशे क्षणे न देखी छटपट मनरे हुई उच्चाट लागई अंगे पानी पीता
ଦେଖିଲେ ପାଶର ଚିନ୍ତା ଜୀବନ୍ତେ ପାଦ ତଳେ ଖଟେ ମଲେ ମଶାଣି ଭୂଇଁ ଲୋଟେ ଏମନ୍ତ ଶୁଣି ସେ ବ୍ରାହ୍ମଣୀ ପାଦେ ପଡ଼ିଲା ସେହି କ୍ଷଣି ହସ୍ତରୁ ମୁଦ୍ରିକା କାଢ଼ିଲା ମାଲୁଣୀ ହସ୍ତେ ନେଇ ଦେଲା ମୁଦ୍ରିକା ପାଇଣ ମାଲୁଣୀ ହରସ ହେଲା ତତକ୍ଷଣି ଔଷଧ ପୁଣି ଫିଟାଇଲା ଜଡ଼ି ଖଣ୍ଡିଏ ତାକୁ ଦେଲା ବୋଇଲା ରବିବାର ଦିନ ପ୍ରଭାତ ଉଠି ଭୁବନ ଅମୁହା ପୋଖରୀକୁ ଯିବୁ ଉଲଗ୍ନେ ବାଳ ଫିଟାଇବୁ ନିଶ୍ୱାସ ଧରିଣ କେବଳ ତହିଁରୁ ଆଣିବୁ ତୁ ଜଳ ଏ ଜଳ ଛାଞ୍ଚୁଣି ଅଗ୍ରତେ ବାଟିବୁ ରାତ୍ର ଯେ ପାହାନ୍ତେ ଏ କଥା ନ ଜାଣିବେ କେହି ରକ୍ଷଣ ଥିବୁ ତୁ ଲୁଚାଇ ଅନସଙ୍ଗତେ ଖୁଆଇବୁ ଥୋକାଏ ତହୁଁ ରଖିଥିବୁ ଶୋଇବା ସେଜରେ ପାଦରେ ମିଶାଇ ତେଲର ସଙ୍ଗରେ ପାଦରେ ହସ୍ତରେ ମୁଖରେ ଲଗାଇ ଦେବୁ ତୁ ଦିନରେ ମାଲୁଣୀ କହି ଏମନ୍ତରେ ସେ ଜଡ଼ି ଦେଲା ତା ହସ୍ତରେ ପାଇଣ ସେ କନ୍ୟା ହରସ ଯାଇ ମିଳିଲା ନିଜ ବାସ ପେଡ଼ିରେ ବାନ୍ଧିଣ ରଖିଲା ଏମନ୍ତ ଦିନ ଚାରିଗଲା ପ୍ରଭାତେ ରବିବାର ଦିନ ନିଦ୍ରା ସେ ତେଜିଲା ବହନ ଅମୁହା ପୋଖରୀକି ଗଲା ଉଲଗ୍ନେ କେଶ ଫିଟାଇଲା ନୂଆ କୁମ୍ଭରେ ଜଳ ଘେନି ଗୃହରେ ମିଳିଲା କାମିନୀ ସେ ଜଳେ ଔଷଧ ବାଟିଲା ଗୃହ ବେପାର ପଛେ କଲା ବେଗରେ ସାରିଲା ସେ ସ୍ନାନ ଅନ୍ନ ସେ କରିଲା ରନ୍ଧନ ଔଷଧ ଅନ୍ନ ସଙ୍ଗତରେ ସ୍ୱାମୀକି ଦେଲା ଗୁପତରେ ଥୋକାଏ ତହୁଁ ରଖିଥିଲା ରାତ୍ରରେ ତେଲ ସଙ୍ଗେ ଦେଲା ବ୍ରାହ୍ମଣ କଲା କଷୟନ ପାକ ନହିଲା ଗର୍ଭେ ଅନ୍ନ ବିପ୍ରର ପେଟ ଫୁଲାଇଲା ଅଙ୍ଗରେ ଜ୍ୱର ପ୍ରବେଶିଲା ଦିନକୁ ଦିନ ହେଲା କ୍ଷୀଣ ବିପ୍ରକୁ ନରୁଚଇ ଅନ୍ନ ଦିନକୁ ଦିନ ହୋଇ ଦୁଃଖୀ ସେ ବିପ୍ର ଦେହ ଗଲା ସୁଖୀ ତା ଗୋଡ଼ ହାତ କ୍ଷୀଣ ହେଲା ଅଜିର୍ଣ୍ଣେ ପେଟ ବାହାରିଲା ଘୋଳା ହୋଇ ପାଦ ଦୁଇ ବସିଲା ଠାରୁ ନ ଉଠଇ ଟାଣଇ ଅହନିଶି ପେଟ କାନ୍ଦି ହୋଇ ଛଟପଟ ସେ ବ୍ରାହ୍ମଣର ମାତା ଥିଲା ତା ଦେଖି ବିକଳ ହୋଇଲା ବନ୍ଧୁବାନ୍ଧବ ଯେତେ ତାର ଆସେ ମିଳିଲେ ତାର ଘର ବୈଦ୍ୟକୁ ଡକାଇ ଆଣିଲେ ନାନା ଚିକିତ୍ସା ତାକୁ କଲେ ସେ ବୈଦ୍ୟ ନାନା ଔଷଧ ଦେଣ ହୋଇଲା ସ୍ତବଧ ବୋଇଲା ହେଲା କାଳ ବ୍ୟାଧି ଏହାକୁ କେ କଲା ଔଷଧି ଏ ବ୍ୟାଧି ଭଲ ନ ହୋଇବ
ନିଶ୍ଚୟ ବିପ୍ର ହତ୍ୟା ହେବ। ଯେଉଁ ଚାଣ୍ଡାଳ ଏହା କଲା, ବିପ୍ରର ହତ୍ୟା ସେ ଘେଣିଲା, ତାହାକୁ କେବେ ନାହିଁ ପାର, ପଡ଼ିବ 84 ନର୍କର। ଏତେ କହିଣ ବୈଦ୍ୟ ଗଲା, ସେ ବିପ୍ର ହନ୍ତ ସନ୍ତ ହେଲା, ଅଙ୍ଗେ ଘଟିଲା ସନ୍ନିପାତ, ତକ୍ଷଣେ ଲଭିଲା ପଞ୍ଚତ। ସେ ବିପ୍ର ଯେଣୁ ନାଶ ଗଲା, ସେ କନ୍ୟା ବିଧବା ହୋଇଲା, ତାହାର ବନ୍ଧୁ ବର୍ଗ ଥିଲେ, ଅଗ୍ନି ସଂସ୍କାର ତାକୁ କଲେ, ସାରିଲେ ପ୍ରେତ କ୍ରିୟା ମାନ, ଶୁଣତୁ ମିଥିଳା ରାଜନ। ଏକଥା ବ୍ରହ୍ମାଙ୍କ ଆଗର, କହି ନଥିଲେ ଚକ୍ରଧର, ନାରଦ ଆଗେ ବେଦ ବର, କହିଣ ଅଛନ୍ତି ଏ ଗିର। ନାରଦ ଅମ୍ବରୀଶ ଆଗେ, ଏକଥା କହିଲେ ସରାଗେ, ଶୁଣ ସକୃତ ନୃପବର, କହିଲେ ତୋହର ଆଗର, ବୈଶାଖ ମହାତ୍ମେ ରସ, ଗୀତେ କହିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମେ ବିପ୍ର ନାରୀ ଚରିତ କଥନ ନାମ ଅଷ୍ଟବିଂଶ ଅଧ୍ୟାୟ। 29 ଅଧ୍ୟାୟ। ରାଜବାଚ। ଏମନ୍ତ ସକୃତ ନୃପତି, କହିଲେ ସୁତ ଦେବକତି, ସେ ନାରୀ ଏତେ କୃତ୍ୟ କଲା, କେବଳ ଗତି କି ଲଭିଲା, ତା ଶୁଣି ସୁତ ଦେବ କହି, ଶୁଣ ମିଥିଳା ନୃପ ସାଇଁ, ସେ ନାରୀ ଦେହେ ହତ୍ୟା ଦୋଷ, ତତ୍କ୍ଷଣେ ହୋଇଲା ପ୍ରବେଶ, ଦେହରେ କୁଷ୍ଠ ବ୍ୟାଧି ହେଲା, ଦିନକୁ ଦିନ ବ୍ୟାପି ଗଲା, ଛିଡ଼ିଣ ହସ୍ତପଦ ଦୁଇ, ବହୁତ କଷ୍ଟ ସେ ଲଭଇ, ଅନେକ ହେଲା କଦର୍ଥନ, ଛିଡ଼ି ପଡ଼ିଲା ମାଂସ ମାନ, ମାଦଳ ଗୋଟା ପଡ଼ିଥାଇ, ବସିଲା ଠାରୁ ନ ଉଠଇ, କ୍ଷୁଧାରେ ଆକୁଳ ହୋଇଣ, ଡାକଇ ମୋର ରଖ ପ୍ରାଣ, ଲୋକେ କହିଲେ ତାହା ଶୁଣି, ତୁଚ୍ଛାର ହୀନ ଚାଣ୍ଡାଳୁଣୀ, ପତିକି ଖୁଆଇ ଔଷଧ, ଆପଣା ହସ୍ତେ କଲୁ ବୋଧ, ତୋ ମୁଖ ଚାହିଁ ନ ଯୋଗାଇ, ତୁ ପାପୀ ଅଟୁ ସ୍ୱାମୀ ଦ୍ରୋହୀ, କେବଲେ ଏହା ମୁଖ ପୋଡ଼ୁ, ଅନ୍ନ ମାଗିଲେ ମାର ଝାଡ଼ୁ, କେବଲେ ଆପଣେ ଅର୍ଜିଲା,
ତୁମ୍ଭର କେଉଁ ଦୋଷ କଲା, ପାରିଲେ ତାକୁ କିଛି ଦିଅ, ନହେଲେ କିଛି ଗୁଣ କହ। କେବଲେ ନୁହଁ ଇଏ ଭୋଗ, ସ୍ୱାମୀ କି କରିଛି ସୁଆଗ। ସ୍ୱାମୀ କି ଔଷଧ ଖୁଆଇ, କୋଳରେ ଘେନି ଅଛି ଶୋଇ। କେବଲେ ଔଷଧର ଗୁଣ, ଫଳିଲା ଦେଖ ଗୋ ଦେହେଣ। ଏମନ୍ତ ଝିଙ୍ଗାସନେକ, କହିଲେ ଅସହଣୀ ଲୋକ। ତାହାର ବୃଦ୍ଧା ଶାଶୁ ଥିଲା, ପଡ଼ିଶା ବନ୍ଧୁଙ୍କୁ ଡାକିଲା। ତାଠାରୁ ନଇଲେ କେହି, ଦଉଡ଼ି ବେକରେ ଲଗାଇ। ଆଗେଣ ଘୋଷରାଇ ନେଲା, ଗ୍ରାମ ବାହାରେ ପକାଇଲା। ତା ପ୍ରାଣ ଯମଦୂତେ ନେଲେ, ବାନ୍ଧିଣ ଯମ ଆଗେ ଦେଲେ। ସେ ଯମ ଚିତ୍ରଗୁପ୍ତେ କହି, ବୁଝତା ପାପ ପୁଣ୍ୟ ଦୁଇ। ଆଜ୍ଞା ପ୍ରମାଣେ ମନ୍ତ୍ରୀ ବର, କହିଲା ପାପ ଯେତେ ତାର। ସବୁ କହିଲା ପାଞ୍ଜି ଫେଇ, ବୋଇଲା ଏହି ସ୍ୱାମୀ ଦ୍ରୋହୀ। ପତିକି ଦିନେ ନ ଘେନିଲା, ପରପୁରୁଷେ ମନ ଦେଲା। ଆବର କଲା ମହାପାପ, ଶୁଣିଣ ଦେବ କୃତାନ୍ତକ। ସୁଆଗି ଅର୍ଥେ ଔଷଧ, ଖୁଆଇ ସ୍ୱାମୀ କଲା ବଧ। ହେମନ୍ତ ଶୁଣି କାଳ ଯମ, କୋପେ ହୋଇଲା ଗୁରୁତମ। ବୋଇଲା ଶୁଣ ବିପ୍ରବର, ମୋ ଦେହ କରିବା ନିସ୍ତାର। ଏମନ୍ତ କହି ବିପ୍ରପାଦେ, ବିପ୍ରପୂଜୟ ପ୍ରମାଦେ। ସୁଦୟା ଚିତ୍ତେ ବିପ୍ରବର, ତାକୁ କହିଲେ ମନ୍ତ୍ର ସାର। ପରମ ହଂସ ମନ୍ତ୍ର ଦୀକ୍ଷା, ସେ ବିପ୍ରେ ଦେଇ ଗଲେ ଶିକ୍ଷା। ବିପ୍ରକୁ ଦେଇ ମୋକ୍ଷ ଗତି, କହିଣ ବୈଶାଖ ବିଭୂତି। ତୀର୍ଥକୁ ଗଲେ ବିପ୍ରବର, ଏବେ ହୋ
ଶୁଣ ନୃପବର। ସେ ବିପ୍ର ମନ୍ତ୍ର ରାଜ ଜପି ସଂସାରେ ହେଲା ମହାତପୀ। ଧର୍ମାର୍ଥ କାମ ମୁଖ୍ୟ ହାର ହେଳେ ତ ରିଲା ବିପ୍ରବର। ବୈଶାଖ ପ୍ରାତ ସ୍ନାନ କଲା ଅନେକ ଜଳ ଦାନ ଦେଲା। ଅନ୍ତେ ଦେଖିଲା ବିଷ୍ଣୁପୁର ଶୁଣମେ ଥିଲା ନୃପବର। ବୈଶାଖ ମହାତ୍ମ୍ୟ ରସ ଭାବେ ଭଣିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ନାମ 29 ଅଧ୍ୟାୟ। 30 ଅଧ୍ୟାୟ। ଶ୍ରୀସୁତ ଉବାଚ ଶୁଣ ହୋ ନରପତି ଏବେ କହନ୍ତି ବିପ୍ରସୂତ ଦେବେ। ବୈଶାଖ ଧର୍ମ ପାଳି ଜନେ ପଶିଲେ ବୈକୁଣ୍ଠେ ଭୁବନେ। ପୂର୍ବେ ଯେ ଥିଲା ରାଜା ବଳି ବୈଶାଖ ଧର୍ମ ପ୍ରତିପାଳି। ତାହାରେ ବିଷ୍ଣୁ ହେଲେ ତୋଷ ତାହାକୁ ଦେଲେ ଦିବ୍ୟ ବାସ। ହିରଣ୍ୟ ଦୈତ୍ୟ କୁମର ତା ନାମ ପ୍ରହ୍ଲାଦ ବୀର। ବୈଶାଖ ଧର୍ମ ଆଚରିଲା ସେ ଧର୍ମେ ସ୍ୱର୍ଗେ ଇନ୍ଦ୍ର ଦେଲା। ଧ୍ରୁବ ଏ ଧର୍ମକୁ ଆଚରି ଆକାଶେ ପାଇ ଦିବ୍ୟ ପୁରୀ। ନାରଦ ଆକାଶ ଗଙ୍ଗାରେ ସ୍ନାନ କରନ୍ତି ବୈଶାଖରେ। ତେଣୁ ନିର୍ମଳ ଦେହ ଧରି ଏତିନି ଭୁବନେ ବିହରି। 33 କୋଟି ଦେବଗଣ କରନ୍ତି ବୈଶାଖ ସ୍ନାନ। ତେଣୁ ନିର୍ମଳ ଦେହ ବହି ଦଗ୍ଧ କାଞ୍ଚନ ନିନ୍ଦେ ସେହି। ଏକ୍ଷିତି ମଧ୍ୟେ ଋଷି ଗଣ ଅଛନ୍ତି ଯେତେ ଯେଉଁ ସ୍ଥାନ। ବିଷ୍ଣୁର ପାଦ ଧ୍ୟାନ ଚିନ୍ତି ବୈଶାଖ ଧର୍ମ ଆଚରନ୍ତି। କରନ୍ତି ନାନା ତୀର୍ଥ ସ୍ନାନ ଶୁଣନ୍ତି ବିଷ୍ଣୁର ପୁରାଣ। ଅବଧି ଅଛନ୍ତି ସଂସାରେ ଶୁଣ ମିଥିଳା ଦଣ୍ଡଧର। ପାତାଳେ ବାସୁକୀ ରାଜନ କହନ୍ତି ବୈଶାଖ ସ୍ନାନ। ସେ ଧର୍ମେ ହି ଚରାଚର ନୁହଁ ତିଳ ପ୍ରାୟ ବାର। ଶ୍ରୀକୃଷ୍ଣ ନାମକୁ ଜପଇ ନିତ୍ୟ ହେଁ ପୁରାଣ ଶୁଣାଇ। ପୂର୍ବେ ସେ ଅମ୍ବରୀଶ ଥିଲେ ନାରଦ ମୁଖରୁ ଶୁଣିଲେ। ବୈଶାଖ ମାସେ ଧର୍ମ ମାନ ପ୍ରକାଶ କଲେ କରାଜନ। ସେ ରାଜେ ଯେତେ ପ୍ରଜାଗଣ ବୈଶାଖ ଧର୍ମ ଆଚରିଣ। ଯଥାବିଧିରେ ସ୍ନାନ କରି ହବିଷ୍ୟ କରି ଦିନ ହରି। ମଧୁମାସରେ ଜଳ କୀର୍ତ୍ତି ସଂସାରେ କଲେ ନରପତି। ମାଧବ ମାସେ ଜଳ ଦାନ କଲେ ସେ ରାଜା ପ୍ରଜାଜନ। ପଥରେ ଜଳ ଦାନ ଦେଇ
नित्य से शर्करा मिसाई कर्कटी तुत से पनस दान दिय से नरेश विप्रंको नित्य से भुंजाई व्यंजन छत्र दान देई से राजा बसिला स्वर्ग रे शुण सकृत नृपवरे तो आगे बैशाख धर्म आम्भे कहिलु नृपोत्तम जेणु तो विष्णुर भक्त विशुद्ध सूर्य कूले जात एणु तो आगे है नरेश कहिले धर्म उपदेश करतु बैशाख व्रत तृषार्थ जने जल छत्र क्षुधार्थ जने अन्नदान उलग्न जन कुवसन आरत जन कुशरण रखिबु भय निवारिण शुणिबु लोकंक गुहारी शत्रु मैत्र सम करी बेदे करिबु न्याय दंड कोपरे नईबु प्रचंड बाटरे वृक्ष लगाइबु कुपथ देखि ठणा देबु प्रजा को पाली पुत्र सम करिबु पर राष्ट्रे तम नित्य हे देउथिबु दान करिले ब्राह्मण भोजन कराउथिबु देव कीर्ति गोविंद पदे करि भक्ति संचय करिथिबु अन्न दुर्भिक्षे देबु अन्नदान खड़ुआ कथा न शुणिबु दोष बुझिण क्षमा देबु नित्य पुराण शुणुथिबु अधर्म पथे न गमिबु राज्यर भल मंद जेते उत्तमे बुझिबु तु नित्य हे राजनीति कथा शुणी हरस हेले नृपमणि सुवर्ण अलंकार देले विप्रंक चरणे पड़िले हरस होई विप्रवर कल्याण बांछिले अपार धर्मार्थ काम मोक्ष फल दे चलिले विप्रकूल भोइला ए पापी किने नरके पकाई दंड दिय पापी जो निरे जन्म देई लखे बरस दंड देई जम आज्ञारे ताकु नेई अनेक दंड तहि देई तदन्ते नाना जोनि जन्म जन्म भुंजिला पाप कर्म पुणी केते काल रे जन्मिला कुकुरी पेटरे ब्राह्मण दुआरे रहिला हेमंते केते दिन गला पद्मबंधु नामे ब्राह्मण मिलिला विप्रर भुवन
विप्रଙ୍କୁ देखि द्विजबर कलाक बहुत आदर। सेदिन बैशाख द्वादशी विप्र मिलिला पुरे आसी। उत्तम आसने बसाई विप्रर पद देला धोई। गृह मध्यकु घेनि गला पंचोपचारे पूजा कला। बैशाख ग्रीष्म तेजरे चंदन लेपिले देहरे। आलट घेनिण बिंचिले विप्रर पाद मंचाड़िले। श्वान जे द्वारे शोईथिला ग्रीष्मे छटपट हेला। विप्रंक पाद धौत जले जाइण शोइला बिकले। शीतल पाइण शोइला शरीरे दिव्य ज्ञान हेला। बेगे होइला जाति स्मर सकल पाप गला दूर। पूर्वरु जेते ककल्मष सकल ताकु हेला दृश्य। बोइला स्वामी द्रोही होई अर्जिले जेते पाप मोही। एबे होइली स्वान जन्म उदित हेला मोर धर्म। शोइली विप्र पाद तले शीतल पाइली भूमि रे। हरिली कोटि जन्म पाप एबे से दृश्य हेला तप। धन्य ए बैशाख मास धन्य ए द्वादशी दिवस। धन्य ए विप्र पादोदक से स्वान कहिण एतेक। से पाद दक घेनि सिरे चाटिण खाइला मुखरे। तक्षणे तेजी स्वान रूप धोइला अपूर्व स्वरूप। दिशिला गंधर्व शरीर ता देखी नग्र नारी नर। बहुत आश्चर्य होइले पद्म बंधु विप्र शुणिले। शुणिण कहई वचन शुणतु कुबुरी बहन। केवण
जन्म पूर्वे थिलु कि दोषे कुबुरी होइलु शुणिण स्वान कर जोड़ी कहई पाद तले पड़ी पूर्वे मु स्वामी द्रोही हेली से दोषे कुकुरी होइली तुम्भ चरण दक पाई निस्तार होइली गोसाई आबर हेली जाति स्मर गोसाई मोते तू निस्तार मो आगे किछि धर्म कह वैकुंठे जीवी आज्ञा दिया हेमंते पद्म बंधु पुणी दया सागर विप्रमणि कहिले धर्म उपदेश जे धर्म बैशाख मास से धर्म आचरणे नर बसंती वैकुंठपुर ता नाम मुखरे उच्चारी स्वान शुणिला कन डेरी स्वर्ग आइला रथ बेगे मिलिला से स्वानर आगे गोविंद गोविंद सुमरी चलिला वैकुंठपुरी प्रवेशी वैकुंठपुरे उर्वशी नाम हेला तारे एबे हो शुण नरनाथ स्वानर देखिण अद्भुत से पद्म बंधु विप्रपादे विप्रपूजय प्रमादे बहुत कल्याण बांछिले निज आश्रमे बीज कले हे सुत देवंक आज्ञारे ए ग्रंथ कले भक्ति भरे द्विज अर्जुन नाम मोर हे पद कली सरोधार श्री जगन्नाथଙ୍କ प्रसन्ने पद स्फुरिला मोर मने तेणु मु गुंथिलई पद पंडिते न धरिब बाद जे अबा पढ़ई शुणाई बैशाख धर्म से लभई अंते अच्युत पुरे जाई स्वंश सहित बसई विप्रंकु वस्त्र अलंकार संपूर्ण बइला दिनर देण चरणे पड़िब से विप्र कल्याण करिब से कल्याण जे सिद्ध होई कहिअछन्ति लक्ष्मी साई बैशाख धर्म महारस भावे भणिले
रामदास। इति श्री स्कंधपुराणे वैशाख महात्म्ये नानाधर्मचरिते विप्र अर्जुन कृते नाम 30 अध्याय।